ମୁଁ ବେହେରାମାଲ ଦୁର୍ଗା ମନ୍ଦିର ପାଖରେ ଥିଲି। ଆମର ଅକ୍ଷୟ ମିଶ୍ର ବଡ଼ ଭାଇ ଜଣେ ମୋତେ ଫୋନ୍ କଲେ, କହିଲେ ଏମିତି ଏମିତି କଥା ଦାଦାକୁ ଗୁଳି ବାଜି ଯାଇଛି। ମୁଁ ବିଶ୍ୱାସ କଲିନି। ତାପରେ ଆଉ ଜଣେ ସାଙ୍ଗ ବଜାଜ ନଗରରୁ ମୋତେ ଫୋନ୍ କଲେ, କହିଲେ ଦାଦାକୁ ଗୁଳି ବାଜି ଯାଇଛି। ତାପରେ ମୁଁ ହଡ଼ବଡ଼ ହେଇକି ମେଡ଼ିକାଲକୁ ବାହାରିଲି, ଆମର ବଡ଼ ମେଡ଼ିକାଲକୁ। ତାପରେ ଦାଦାଙ୍କର ଯେଉଁ ସାଙ୍ଗରେ ଥିଲେ ଆମର ସିଦ୍ଧାର୍ଥ ଆଉ ଜଣେ ତାଙ୍କର ପିଲା ମୁନୁ କହିକି, ଆଉ ଆମର ମିତ୍ର ବାବୁ ପିଏସ୍ଓ ଆଉ ମୁଁ ଆଉ ମୋ ସାଙ୍ଗ ଜଣେ ଥିଲେ। ଦାଦାଙ୍କୁ ଷ୍ଟ୍ରଚରରେ ଆମେ ଗାଡ଼ିରୁ ବାହାର କରିକି ରଖିଲୁ। ରଖିକି ଆମେ ଲିଫ୍ଟରେ ପୁରଉଥିଲୁ, ଲିଫ୍ଟ ବି ଚାଲିଲାନି। ତାପରେ ଆମେ ଦାଦାଙ୍କୁ ପୁରା ପେଲିକି 4th ଫ୍ଲୋର୍ ଯାଏ ଚଢ଼େଇକି ନେଲୁ। ନେଲା ପରେ ହଡ଼ବଡ଼ ହେଇକି ସବୁ ଜଣେ ଦୁଇ ଜଣ ଡାକ୍ତର ଆସିଲେ। ଆସିଲା ପରେ ଭିଡ଼ ଭାଡ଼ ସବୁ ହେଇଗଲେ। ହେଲା ପରେ ଡ୍ରେସିଂ ହେଲା। ଡ୍ରେସିଂ ହେଲା ପରେ ଇସିଜି ବି ଟେଷ୍ଟ ହେଲା। ଟେଷ୍ଟ ହେଲା ପରେ କହିଲେ ସାଙ୍ଗେ ସାଙ୍ଗେ ଭୁବନେଶ୍ୱରକୁ ନହେଲେ ବୁର୍ଲାକୁ ରେଫର୍ କରିବାକୁ ପଡ଼ିବ। ତାପରେ ଡିସାଇଡ଼୍ ହେଲା ଏୟାରଲିଫ୍ଟ ପାଇଁ। ଏୟାରଲିଫ୍ଟ ପାଇଁ ଡିସାଇଡ଼୍ ହେଲା ପରେ ଆମେ ଦାଦାଙ୍କୁ ଆମ୍ବୁଲାନ୍ସରେ ପୁଣି ଲୋଡ଼୍ କରିକି ମେଡ଼ିକାଲରୁ ଲୋଡ଼୍ କରିକି ଆମେ ଏୟାରପୋର୍ଟକୁ ନେଇକି ଗଲୁ। ଏୟାରପୋର୍ଟକୁ ନେଇକି ଗଲା ପରେ ସେଠି 10-15 ମିନିଟ୍ ସେଟ୍ ସାଟ୍ କରିକି ସବୁ ଦାଦାଙ୍କୁ ପୁଣି ଏୟାରଲିଫ୍ଟ କରାହେଲା ଭୁବନେଶ୍ୱର। କିଛି ତ ସେଠି କହିନାହାନ୍ତି, ବଟ୍ କାହାରି ମୁଣ୍ଡ ତ କାମ କରୁନଥିଲା ନା, କିଏ କାହା ସାଙ୍ଗରେ କ'ଣ କରୁଛି କିଛି ଜଣା ପଡ଼ିଲାନି। ଆମେ ବି ସମସ୍ତେ ମାନେ ପୁରା ଏକଦମ ଘବରେଇ ଗଲୁ। ଦାଦାଙ୍କ ସାଙ୍ଗରେ ହେଇଛି ମାନେ ଆମେ ତ ଛୁଆବେଳୁ ଦାଦାଙ୍କ ସାଙ୍ଗରେ ଥିଲୁ ନା। 2004 ମସିହାରୁ ମୁଁ ଦାଦାଙ୍କ ସାଙ୍ଗରେ ଥିଲି। ମୋ ମୁଣ୍ଡ ଆଉ କାମ କଲାନି। ମୁଁ କ'ଣ କରିବି କାହାକୁ କହିବି କିଛି ବୁଝି ହେଲାନି। ତାଙ୍କୁ ଯେତେବେଳେ ଧରିଥିଲି ମୁଁ ଫିଲ୍ କଲି ଦାଦା ଅଛନ୍ତି କହିକି। ମୁଁ ଯାହା ଫିଲ୍ କଲି ଦାଦା ଅଛନ୍ତି। ତାପରେ ମାନେ ଭୁବନେଶ୍ୱର ନେଲା ପରେ ତ ଡିକ୍ଲିୟର ହେଲା ଆଉ ନାହାନ୍ତି କହିକି। ତା ଭିତରେ କ'ଣ ହେଇଛି ମୁଁ କିଛି କହିପାରିବିନି। ଜଣେ ଡାକ୍ତର ଆସିଥିଲେ ଆମର, ସେ ପୁରୁଣାବସ୍ତି ଛକରେ ଯେଉଁ ବସନ୍ତି, ତାଙ୍କ ନାଁଟା ମନେ ପଡ଼ୁନି, ସେ ଥିଲେ। ତାପରେ ଆଉ ଜଣେ ଡାକ୍ତର ଆସିଲା ପରେ ତାଙ୍କର କଲେ ଡ୍ରେସିଂ କଲେ। ଆଉ ଡ୍ରେସିଂ କରିକି କଟନ୍ ଫଟନ୍ ଦେଇକି ତାଙ୍କୁ କପଡ଼ା ବନ୍ଧାବନ୍ଧି କରିକି ତାପରେ ଆମେ ବାହାର କରିକି ଆମ୍ବୁଲାନ୍ସରେ ବସେଇଲୁ ଦାଦାକୁ। ଏଇଟା ତ ସେ ସମୟରେ ମାନେ ମାଇଣ୍ଡ କାମ କଲାନି। ସେ ସମୟରେ ଆମେ କ'ଣ ଜାଣିବୁ? ଆମେ ତ ଭାବୁଥିଲୁ ଦାଦା କେମିତି ଜଲ୍ଦି ପଳେଇବେ ଏଠୁ, ଭୁବନେଶ୍ୱର ଟ୍ରିଟମେଣ୍ଟ ହେବ, ଭଲ ହେଇକି ଆଇବେ। ତା ଭିତରେ କ'ଣ ହେଇଛି କେମିତି ଜାଣିବା? ରକ୍ତ ନ ଚଢ଼େଇବାଟା ସେ ଆଶ୍ଚର୍ଯ୍ୟଜନକ କଥା, କିନ୍ତୁ ସେ ସମୟରେ ଡକ୍ଟରର ମାଇଣ୍ଡରେ କ'ଣ ଚାଲିଲା କ'ଣ ନାହିଁ କେମିତି କହିବୁ ଆମେ? ଦାଦାଙ୍କ ସାଙ୍ଗରେ ନା, ଦାଦା ବେହୋସ ଅବସ୍ଥାରେ ଥିଲେ। କଥାବାର୍ତ୍ତା କିଛି ହେଇନଥିଲା, ବେହୋସ ଅବସ୍ଥାରେ ଥିଲେ। ଗୁଳି ବି କେଉଁଠି ବାଛି ଜଣା ପଡ଼ୁନଥିଲା ନା, ପାର୍ଟିକୁଲାର ଜାଗାଟା ଦେଖିନାହାନ୍ତି କେହି।